ମିଠା ମିଠା ଆମେ କେତେ ପ୍ରକାର ମିଠା ଘରେ ବନେଇ ଥାଉ ବା ବାହାରୁ କିଣିକି ଖାଇଥାଉ, କିନ୍ତୁ କେବେ ହେଲେ ଆପଣମାନେ ଖଜୁରୀ ମିଠା ଖାଇନଥିବେ ବା ଆପଣମାନେ କେବେ ବନେଇ ନଥିବେ। ତ ଏଇ ଖଜୁରୀ ମିଠା ବନେଇବା ପାଇଁକି ଆପଣମାନେ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ଶେଷ ଯାଏ ଦେଖନ୍ତୁ, ଲାଇକ୍ ସେୟାର କରିବେ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି, ପ୍ରଥମ ଥର ପାଇଁକି ଦେଖୁଛନ୍ତି, ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ମମ୍ସ କିଚେନ୍ କୁଇନ୍ରେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଖଜୁରୀ ମିଠା ବନେଇବା ପାଇଁକି ପ୍ରଥମେ ଆମେ ଖଜୁରୀ ନେବା। ତ ଏଇଠି ମୁଁ ଖଜୁରୀ ନେଇଛି 650 ଗ୍ରାମର ଖଜୁରୀ ନେଇଛି। ଆପଣମାନେ ଯେତିକି ଖଜୁରୀରେ ମିଠା ବନେଇବେ ସେଇ ଅନୁସାରେ ଖଜୁରୀ ନେବେ। ତ ଏଇଠି ଖଜୁରୀ ନେଲା ପରେ ଏଇ ମିଠା ବନେଇବା ପାଇଁ ଆଉ ସବୁ କ'ଣ ଦରକାର ଆମକୁ ଚାଲନ୍ତୁ ଦେଖିବା। ଏଇଠି ମୁଁ 2 କପ୍ କ୍ଷୀର ନେଇଛି, 6 ଚାମଚ ଚିନି ନେଇଛି, 1 କପ୍ ମିଲ୍କ ପାଉଡ଼ର, ଆଉ ଏଇଠି କିଛି କାଜୁ ଆଉ ଆଲମଣ୍ଡକୁ ଏମିତି ଦଦରିଆ କରି ପେଷିକି ନେଇଛି। ଏଠି ଦେଖିପାରୁଥିବେ ଏମିତି। ତାକୁ ସାଇଡ଼ରେ ରଖିନେବା। ତାପରେ ଦେଖନ୍ତୁ ଏଇଠି ଘିଅ ନେଇଛି, ଘିଅ 2 ବଡ଼ ଚାମଚ, ଆଉ ଏଇଠି ଗୁଜୁରାତି ପାଉଡ଼ର 1 ଚାମଚ। ତାପରେ ଚାଲନ୍ତୁ ଏଇ ଖଜୁରୀ ଭିତରୁ ଆମେ ମଞ୍ଜି ଗୁଡ଼ିକ ସବୁ ବାହାର କରିନେବା। ତ ଚିନି ଏଇଠି ମୁଁ 6 ଚାମଚ ଚିନି ନେଇଛି, ଏଥିପାଇଁକି ଯେହେତୁ ଖଜୁରୀଟା ଏମିତିରେ ବି ଆମର ମିଠା, ସେଥିପାଇଁକି ମୁଁ 6 ଚାମଚ ଚିନି ନେଇଛି। 6 ଚାମଚ ଚିନି ଦେଲେ ଏଇଠି ଭଲସେ ହେଇଯିବ। ଆପଣମାନେ ଚିନି ବା ଗୁଡ଼ ଯଦି ନେବେ ସେଇ ଅନୁସାରେ ମିଠା ଯେତିକି ରଖିବେ ସେଇ ଅନୁସାରେ ମିଠା ବନେଇବା ପାଇଁ ସେ ଅନୁସାରେ ନେବେ। ତ ଏଇଠି ସବୁ ଗୁଡ଼ିକ ଆମେ ମଞ୍ଜି ବାହାର କରି ନେଇଛୁ। ତ ଏଇଠି ଦେଖନ୍ତୁ ଗୋଟେ କାଚ ବାଉଲରେ ଆମେ ୟାକୁ ରଖି ନେଇଛୁ, ମୁଁ ରଖି ନେଇଛି। ଏବେ ଆମେ ଏଇଥିରେ କ୍ଷୀର ମିଶାଇବା। ତ ଏଇଥିରେ ମୁଁ କ୍ଷୀର ସବୁ ଗୁଡ଼ିକ ଯେତିକି କ୍ଷୀର ରଖିଛି 2 କପ୍ ସବୁ ଗୁଡ଼ିକ କ୍ଷୀର ମୁଁ ଏଇଠି ମିଶାଇ ନେଉଛି। ମିଶାଇକି ୟାକୁ ବତୁରିବା ପାଇଁକି 15ରୁ 20 ମିନିଟ୍ ୟାକୁ ଆମେ ଛାଡ଼ିବା। ସେତେ ପର୍ଯ୍ୟନ୍ତ ଆମର କ୍ଷୀରରେ ଭଲ ଭାବରେ ଖଜୁରୀଟା ମିଶି ଯାଇଥିବ, ଟିକେ ସଫ୍ଟ ହେଇଯିବ। ତ ଏବେ ୟାକୁ ଘୋଡ଼େଇକି ଛାଡ଼ିବା। ତ ଏଇଠି ଦେଖନ୍ତୁ 15 ମିନିଟ୍ ପରେ ଆମର ଖଜୁରୀଟା ଟିକେ ସଫ୍ଟ ହେଇଯାଇଛି, କ୍ଷୀର ମଧ୍ୟ ଉପରକୁ ଉଠି ଆସିଛି। ଦେଖନ୍ତୁ, ଏଇ ଦେଖନ୍ତୁ, ଯାହାଫଳରେ ଦେଖନ୍ତୁ ଭଲ ଭାବରେ ଆମର ଏ ଖଜୁରୀଟା ଭଲ ଭାବରେ ଗ୍ରାଇଣ୍ଡ ହେଇପାରିବ ଭଲସେ। ତ ଏବେ ୟାକୁ ଗ୍ରାଇଣ୍ଡ କରିବା। ତ ଗ୍ରାଇଣ୍ଡ କରିବା ପାଇଁକି ଗୋଟେ ଗ୍ରାଇଣ୍ଡ ଜାର୍ ନେବା। ସେଥିରେ ଆମେ ସବୁ ଗୁଡ଼ିକ କ୍ଷୀର ଆଉ ଖଜୁରୀ ରଖିଥିଲେ ତାକୁ ମିଶାଇକି ତ ଏଥିରେ ସବୁ ଗୁଡ଼ିକ ଦେଇଦେବା। ଏକ୍ସଟ୍ରା କରିକି ଏଇଥିରେ ପାଣି ମିଶାଇବାନି, କାରଣ ଆମର ଏଇଟା ବେଶୀ ପାଣିଆ ହେବନି। ଏ ମିଠାଟା ଯେତିକି ଆମେ କ୍ଷୀର ନେଇଛୁ ସେଇ ଅନୁସାରେ ଆପଣମାନେ ଯେତିକି ବନେଇବେ ସେଇ ଅନୁସାରେ କ୍ଷୀର ନେବେ, ବେଶୀ ପତଳା କରିବେନି। ତ ୟାକୁ ଏବେ ପୁରା ଚିକଣ କରିକି ବାଟିକି ନେଇ ଆସିବା। ଏଇ ଦେଖନ୍ତୁ କେତିକି ଚିକଣ ଆପଣମାନେ ରଖିବେ, ଦେଖିପାରୁଥିବେ ବେଶୀ ପାଣିଆ କରିନି, ପୁରା ପରଫେକ୍ଟ ଅଛି। ଏମିତି ହିଁ ରଖିବେ। ବେଶୀ ପାଣିଆ କଲେ ଏଇ ମିଠାଟା ଆମର ଜମା ବି ଭଲ ହେବନି। ତ ଏବେ ୟାକୁ ସାଇଡ଼ରେ ରଖିନେବା। ଏପଟେ ଆମେ ଗୋଟେ କଡ଼େଇ ବସାଇ ନେବା। ଫ୍ଲେମ୍କୁ ହାଇରେ ରଖିକି ଗରମ ହେଲା ପରେ ସେଇଥିରେ 1 ବଡ଼ ଚାମଚ ଆମେ ପ୍ରଥମେ ଘିଅ ଦେବା। ଘିଅ ଦେଲା ପରେ ଆମେ ଯେଉଁ ରଖିଛୁ ଖଜୁରୀର ପେଷ୍ଟଟା ତାକୁ ଆମେ ଏଇଥିରେ ମିଶାଇ ନେବା। ୟାକୁ ଦେଲା ପରେ ଆମେ ୟାକୁ ଲଗାତାର 15 ମିନିଟ୍ ପାଇଁକି ଗୋଳେଇ ନେବା। ଜମା ବି ଛାଡ଼ିବାନି, କାରଣ ଖଜୁରୀଟା ଆମର ପେଷ୍ଟଟା ତଳେ ଲାଗିଯିବ, ପୋଡ଼ିଯିବ। ତାକୁ ଏମିତି ଲଗାତାର ଆମେ ଫ୍ଲେମ୍କୁ ହାଇରେ ରଖିକି ଲଗାତାର ଗୋଳେଇ ନେବା, ଯାହାଫଳରେ ଇଏ ଟିକେ ଠିକ୍ ହେଇଯିବ, କାରଣ ଏଥିରେ କ୍ଷୀର ପଡ଼ିଛି ଆଉ ଖଜୁରୀଟା ଯେଉଁ ଏତେ ତ ପାଞ୍ଚିଆ ରହିବନି। ତ ୟାକୁ ଏମିତି ୟାକୁ ଟିକେ ଅଧା ଉପରେ ଠିକ୍ ବନେଇ ନେବା। ତ ଏଇଠି ଦେଖନ୍ତୁ ଆମର ଖଜୁରୀ ମିଠାଟା ଅଧା ଉପରେ ଠିକ୍ ହେଇଗଲାନି, ଦେଖିପାରୁଥିବେ ଆପଣମାନେ। ଏବେ ଏଇଥିରେ ଆଉ କିଛି ଯେଉଁ ବାକି ଯେତେ ସାମଗ୍ରୀ ରଖିଛେ ତାକୁ ମିଶାଇବା। ତ ପ୍ରଥମେ ଏଇଠି ମୁଁ ଚିନି ମିଶାଇ ନେଉଛି, ବା ଆପଣମାନେ ଯଦି ଗୁଡ଼ ଖାଇବେ ତାହେଲେ ଚିନି ବଦଳରେ ଗୁଡ଼ ନେଇପାରିବେ। ତାପରେ ଗୁଜୁରାତି ପାଉଡ଼ର ମିଶାଇ ନେବା। ତାପରେ ଆମେ ଯେଉଁ
काजू और आलमंड को जो गुंड करके रखिले से प्रायतः आम सबू मिसई ना अल्प टिके रखा पछरे व्यवहार करने की। तो ये जी अधा पर रखी सबू मिसई नौ बास 1-2 चामच भा रखी नवा। तापर जो मिल्क पाउडरटा आम नहीं ताकू भी मिसई नवा। आउ जी घी आम रखी ये मिसई नवा। एबे आम फ्लेम को हाई रे रखिकी पूरा आउ 15 मिनिट पाई आम एमती लगातार या गोले नवा। तो ये देखंतु प्रायतः आमर ये खजूरी मिठाटा हो गलानी। देखिपे आपण मैंने आपको आउ 2-3 मिनिट पाई एमती आउ हवापाई दबा। ये देखंतु 2-3 मिनिट पर आमर ये खजूरी मिठाटा बनीगला। एबे फ्लेम को ऑफ कर नवा। याकू टिके ठंडा हवा पाई कि छाड़िबा। टिके ठंडा हैला परे आमे याकू सेट करिबा। तो एमती याकू सेट करिया पाई कि मु एठी देखंतु मु एठी गोटे काचर बाउल नहीं आपण माने जोउथरे सेट करिवे सेइथिरे टिके घी लगे नेबे। तो मु एठी गोटे काच बाउल नहीं एथिरे टिके घी लगे टिके ब्रश रे सबुआडे एमती स्प्रेड कर नउची। आपण माने जोउथरे भी मिठाटा जमेबे सेइथिरे टिके घी लगे नेबे। तो ये घी देला परे आउ जतिकि आमे रखिथिलु काजू और आलमंड रो गुंड ताकू एमती ता तळे एमती टिके देई नबा। देइकी तापर एथिरे मिठा सेट करिया। तो ये आ मिठा आमे सब गुड़िक खजूरी मिठाटा को एमती देइकी सेट करि नबा। तो ये देखंतु मु सब गुड़िक खजूरी मिठा देइकी एमती सेट कर नहीं आकु 15 मिनिट पाई कि आमे याकू एमती छाड़िबा बाहर टिके सेट हो गला परे आमे याकू खोलिबा। तो ये 15 मिनिट पर देखंतु सेट हो गलानी। एबे गोटे थाली रे बाहर करिकि मु आपण मानकु देखौची। तो देखंतु मु एमती थाली रे बाहर करिकि देखौची देखंतु। तापर आमे याकू काटी नबा। तो एमती आउ जेतिकी अछि एमती सेम प्रोसेस रे आमे सेट कर नबा जेतिकी मिठा अछि। तो सब गुड़ी को मु एमती काटी नेली आउ जेतिकी अछि मु सेट करिया पई कि छाड़ीची। तो एठी सब मिठा हमर बनी गला देखंतु रेडी हो गला हमर एठी खजूरी मिठा। तो आकु आपण माने निश्चय बनांतु खातु आउ केमती लागला कमेंट माध्यम निश्चय जानतु। भल लागिथिले ए मिठा रेसिपीटी आपण मानकु ताले प्लीज मो चैनल को लाइक शेयर सब्सक्राइब करिया पई जम्मा भूलिबेनी। सब्सक्राइब करिवे। पुणी देखा बा गोटे नुआ वीडियो रे सेत बंद तो रहूची। जय जगन्नाथ।